भूतात्मा गुरवे आमे सद्गुरुंक उद्देश्य एवं आमर इष्टदेवंक उद्देश्य जी जहा को इष्ट बोली भावुछि जिते वंदना प्रार्थना जप ध्यान जहा भी कले ताहा संपूर्ण हब नहीं किंबा मन संतुष्ट हब नहीं। ये जो गोटे श्लोक आमे पढ़िले वर्तमान ताको सुनिले यही हूँ सबु धर्म कथा न कहले भल आमे जो धर्मर प्रतिनिधित्व करुचे यही धर्मर ये गोटे सबुठारु विराट कथा। जदि अनंतंक कथा किछि थाए बा अनंतंकर किछि वर्णना जदि आमे करने को चाहूँ यही श्लोकटी हूँ यथेष्ट। से ही भली श्लोक आउ भी अच्छी किंतु यही श्लोकटी प्रथम। पूर्णमद पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। जे पूर्ण से केबे भी क्षुर्ण हुए ना कि हेनी कि हब ना से सबुबले पूर्ण। एक सहित एक जोड़िले दुई हुए दुई सहित एक जोड़िले तीन हुए किंतु ये गोटे एमती अंक ये अंक होउची अंकर नाटी होउची शून्य। शून्य सहित शून्य मिसेइले शून्य ताकू फेरिले शून्य गुणिले शून्य हरण कले मध्य शून्य। सी केबे माने क्षुर्ण हुए नहीं। तेणु पूर्णमदं पूर्णम ये जो श्लोकटी ये सनातन धर्मर आमे कहूँ सनातन धर्म जेहेतु आमे यही धर्मर लोक तेणु आमे तो आम धर्म कथा कहबू निश्चय किंतु सबु धर्मर निर्यास को जदि कही मनन करे बा श्रवण करे बा लेखन करे से देखिबो ये सबु कथार तत्व होची गोटिए से होचंती एकमात्र पूर्ण। केते जुग केते अवतार केते मत केते शास्त्र यही पृथ्वी पृष्ठ को आसी से हजी गले तार सत्ता भी आउ किछि नाही किंतु ताकू जदि गभीर भाव चिंता करिबा तार सत्ता भी अच्छी तार लेखा भी सी बुड़ब नहीं कि छिंदी हब नहीं कि अग्नि जड़ब नहीं से जेमिति हेले भी से रहिबो। ये जो कथार गोटे आउ गोटे कथा अच्छी आमे कहूँ सर्वतो पाणी पादां तत् सर्वतो खिशीर मुखम
ସର୍ବତୋ ଶ୍ରୁତିମାଲୋକେ ସର୍ବମାବୃତ୍ତ ତିଷ୍ଠତି। ତେଣୁ ସେ ତ ସବୁ ଜାଗାରେ ଅଛନ୍ତି ଆଉ, କୋଉଠି ଖଣ୍ଡିଆ ହେଇଛନ୍ତି ବୋଲି କିଛି ଜଣାପଡ଼ୁନି। ଆହୁରି ଗୋଟିଏ ଶ୍ଲୋକ ମଧ୍ୟ ଗୀତାରେ ଅଛି, ସର୍ବସ୍ୟ ଚାହମ୍ ହୃଦି ସନ୍ନିବିଷ୍ଟୋ ମତ ଶ୍ରୁତିର୍ଜ୍ଞାନ ଅପୋହନଞ୍ଚ ବେदैଶ୍ଚ ସର୍ବୈରହମେବ ବେଦ୍ୟ ବେଦାନ୍ତ କୃତ ବିରେବ ସହ। ତେଣୁ ଏସବୁ ଶ୍ଲୋକ ଗୁଡ଼ିକୁ ଆମେ ଠିକ୍ ଭାବରେ ଯଦି ବୁଝିବାକୁ ଚେଷ୍ଟା କରିବା ତାହେଲେ ପୃଥିବୀରେ ଏତେ ଧର୍ମ ନାହିଁ, ଏତେ ମତ ବି ନାହିଁ। ଗୋଟିଏ ଗୋଟିଏ ଶାସ୍ତ୍ରକୁ ଜଣେ ପଢ଼ୁ ଏବଂ ସେ ସାରାଂଶକୁ ଲେଖୁ। ସବୁ ସାରାଂଶକୁ ଆମେ ଏକତ୍ର କରି ଯଦି ଆଉ ଥରେ ତାକୁ ମନନ କରିବା, ସମ୍ପୂର୍ଣ୍ଣ ଭାବରେ ଆମେ ଅନୁଭବ କରିପାରିବା କଥା ହେଉଛି ଗୋଟିଏ। ଗୋଟିଏ କଥାକୁ 100 ପ୍ରକାରର କହି ଲୋକଙ୍କୁ କେବଳ ସରଳ ମଣିଷକୁ କେବଳ ଉଦ୍ଭ୍ରାନ୍ତ କରାଯାଉଛି। କିଏ କହୁଛି ସିଏ ବଡ଼, ସିଏ କହୁଛି ଇଏ ବଡ଼, ଏମିତି ଗୋଟେ ଚାଲିଛି। ଯେତେବେଳେ ଯମୁନା କୂଳରେ, ଗୋଟେ ଆମ ପୁରାଣର କଥା, ଛୋଟିଆ କଥାଟିଏ, ଯେତେବେଳେ ଯମୁନା କୂଳରେ ପବନ ବହୁଛି, ଯମୁନାର ଜଳ ବି କଳକଳ ନାଦରେ ସେ ତାର ଗୀତ ଗାଉଛି। କୃଷ୍ଣ ସେତେବେଳେ ସେଇ ଯମୁନା କୂଳରେ ସେ ଭ୍ରମଣ କରୁଛନ୍ତି ବା ବୁଲୁଛନ୍ତି, ଯାହା କରୁଛନ୍ତି। ସେ ତ ଆମରି ଭଳିଆ ଲୋକ ନୁହନ୍ତି, ପ୍ରାତଃ ଭ୍ରମଣ କରୁଛନ୍ତି, ସାନ୍ଧ୍ୟ ଭ୍ରମଣ କରୁଛନ୍ତି। ସିଏ ତାଙ୍କର କ'ଣ ଗୋଟେ ଭାବୁଛନ୍ତି। ଏଇ ଭାବନା ଭିତରେ ତାଙ୍କର ଗୋଟିଏ ଅତୀତର ଭାବନା ଭାସି ଆସିଲା। ଅତୀତର ଭାବନା ହେଉଛି ଯେ ଏଇ ଗାଁରେ, ଏଇ ଯେଉଁ ଗାଁଟି ଅଛି, ଯାହାକୁ ଆମେ ବ୍ରଜ ବୋଲି କହୁଛୁ, ଯାହାକୁ ଆମେ ଗୋପ ବୋଲି କହୁଛୁ, ଏଇ ଗାଁରେ ଯେତେ ଲୋକ ଅଛନ୍ତି ସମସ୍ତେ ତ୍ରେତୟା ଯୁଗରେ ଜନ୍ମ ହେଇ ଶେଷରେ ସବ ବୈରାଗ୍ୟ ତାଙ୍କର ଉଦୟ ହେଇଛି, ସେ ସବ ସାଧୁ ସନ୍ଥ ହେଇଯାଇଛି। କିଏ ଜଟା ପିନ୍ଧିଛି, କିଏ କମଣ୍ଡଳୁ ଧରିଛି, କିଏ କୋଉ ବେଶରେ ଅଛନ୍ତି, କିନ୍ତୁ ସମସ୍ତଙ୍କ ଭିତରେ କୃଷ୍ଣ ଚେତନା କିନ୍ତୁ ରହିଛି। ସମସ୍ତେ କୃଷ୍ଣକୁ ଡାକୁଛନ୍ତି, କିନ୍ତୁ ଭେଷ ଅଲଗା, ରୂପ ଅଲଗା, ଜଟା ଜୁଟ ସବୁ ତ ଅଲଗା ଆଉ, କିନ୍ତୁ ନାମଟି କିନ୍ତୁ ଅଲଗା ନୁହେଁ। ଏଇ ଆଜିର ଏଇ ସମାଜରେ ଆପଣ ଦେଖିବେ, ହରେ କୃଷ୍ଣ ଶବ୍ଦକୁ ନେଇ ଗୋଟେ ପୃଥିବୀରେ ଗୋଟେ ବିପ୍ଳବ ଚାଲିଛି। ତମେ ତ କହୁଛ ହରେ କୃଷ୍ଣ, ଆମେ ତ କହୁଛୁ ହରେ କୃଷ୍ଣ, ସେ ବିପ୍ଳବ କାହିଁକି ହଉଛି? ତମେ ଯେତେବେଳେ ହରେ କୃଷ୍ଣ କହୁନଥିଲ,
ସେତେବେଳେ ତ ଆମେ କହୁଥିଲୁ ହରେ କୃଷ୍ଣ। ଆମ ଗାଁ ଗଣ୍ଡାରେ ଅନେକ ଠାକୁର ବାଡ଼ି ଅଛି। 500 ବର୍ଷ 600 ବର୍ଷ ତଳେ ସେମାନେ ରାଧାକୃଷ୍ଣଙ୍କର ମୂର୍ତ୍ତି ପୂଜା କରୁଥିଲେ, ଦୋଳ ବିମାନରେ ଭୋଗ ଖୁଆଉଥିଲେ, ଗମାଝୁଲଣରେ ଝୁଲଣ କରୁଥିଲେ। ତାହେଲେ ତମେ ବହୁ ପରେ ଆସିକି ରାଧାକୃଷ୍ଣ ହରେ କୃଷ୍ଣ ବୋଲି କହିଲ। ଆମେ ବହୁ ପୂର୍ବରୁ ହରେ କୃଷ୍ଣ କହୁଥିଲୁ। କିନ୍ତୁ ତମେ ବଡ଼ କି ଆମେ ବଡ଼ ଇଏ କଥା ଆମେ କହିବାକୁ ଚାହୁଁନୁ। ତମେ ନିଜକୁ ନିଜେ ହିଁ କହୁଛ ଯେ ଏଇ ଗୋଟାକ ଠିକ ସେ ଗୋଟାକ ଭୁଲ। ତମେ ଯଦି ଏ କଥାକୁ ଭୁଲ କହିବ ଆମେ ବି ତମ କଥାକୁ ଭୁଲ ବୋଲି କହିବୁ। ତେଣୁ କଜିଆ ଅଯଥାରେ ସୃଷ୍ଟି ହେଉଛି ଗୋଟିଏ ଧର୍ମ ଭିତରେ। ତେଣୁ ଏକ ସଦବିପ୍ରା ବହୁଧା ବଦନ୍ତି। ଏଇ ଯୋଉ ଗୋପପୁରରେ 16,000 ଲୋକ ଥିଲେ। ये 16,000 ଗୋପୀ ଗୋପାଳଙ୍କ ଭିତରେ ଗୋଟିଏ ଶବ୍ଦ ଥିଲା। ସେ ଶବ୍ଦଟି ହେଉଛି କୃଷ୍ଣ। କୃଷ୍ଣ ଶବ୍ଦର ଅର୍ଥ କ'ଣ? କଳା। କୃଷ୍ଣ ଶବ୍ଦର ସିଧା ଅର୍ଥ ହେଉଛି କଳା। ସେ କଳାଟି କିଏ? ସେ ହେଉଛନ୍ତି ନିରାକାର। ନିରାକାରଙ୍କ ରୂପଟା ହେଉଛି କଳା। ଆପଣ ସୂର୍ଯ୍ୟଙ୍କୁ ଦେଖିଲେ କଳା କହିବେନି, ଧଳା କହିବେ। କିନ୍ତୁ ସିଏ ହେଉଛନ୍ତି କଳା। ତାଙ୍କର ଯୋଉ ଅବସ୍ଥିତି ସେଟା ବ୍ୟାପକ। ତାକୁ ଆମେ ଆଉ କ'ଣ କହିବା? ସେଇ ଯୋଉ ବ୍ୟାପକ କୃଷ୍ଣ ମୂର୍ତ୍ତି ସମଗ୍ର ଜଗତକୁ ଆକାଶ ଭଳି ଛତ୍ର ମେଲେଇ ଯୁଗ ଯୁଗ ଧରି ସେ ରହିଛନ୍ତି। ସେଇ କଥାଟାକୁ ନେଇକିରି ଆମ ଭିତରେ ବାଡ଼ିଆ ପିଟା ହେଉଛି। ମାନେ ବାଡ଼ିଆ ପିଟା ମାନେ କଥାବାର୍ତ୍ତା ଯୁକ୍ତିତର୍କ ହେଉଛି। ଆଉ ଏ ହେଉଛି କଥା। କିନ୍ତୁ ସେଇ ଯୋଉ କୃଷ୍ଣ ରୂପଟା ସିନା ହେଲା ତାଙ୍କର କଳା, ତାଙ୍କ ମାନେ ପ୍ରାଣଟା କ'ଣ ବା ତାଙ୍କର ଆତ୍ମାଟା କ'ଣ? ତେଣୁ ଆତ୍ମା କଥା ଯେତେବେଳେ ଆସିଲା, ଯୋଗୀ ଋଷି ମୁନିମାନେ ସେଇ ରୂପକୁ ସେଇ ରୂପ ଭିତରେ ହିଁ ଦେଖିଲେ। ଆଉ ଗୋଟେ ଅରୂପାନନ୍ଦଙ୍କୁ ଦେଖିଲେ। ଗୋଟେ ଛୋଟ ଆଲୁଅଟିଏ। ସେ ଦୀପ ଭଳି କିନ୍ତୁ ଦୀପ ନୁହେଁ। ଆମେ ତାର ଗୋଟେ ବର୍ଷା ଦିନେ ଗୋଟେ ଜୁଳୁଜୁଳିଆ ପୋକ ଗୋଟେ ଆମେ ଦେଖୁଥିଲୁ। ଏବେ ଆଉ ସେସବୁ କ'ଣ ଦେଖାଯାଉନାହାନ୍ତି। ତେବେ ସେ ଜୁଳୁଜୁଳିଆ ପୋକ ଭଳି ସେ ଏତେ ବଡ଼ ଅନ୍ଧକାର ବା ନିରାକାର ଭିତରେ ସେ ଅଛନ୍ତି। ସେ ଅଛନ୍ତି ମାନେ କ'ଣ ଶୋଇଛନ୍ତି ନା ବହିଛନ୍ତି ନା ଚାଲୁଛନ୍ତି ନା ଖେଳୁଛନ୍ତି? ପ୍ରତି ମୁହୂର୍ତ୍ତରେ ତାଙ୍କର କ୍ରିୟାଟା ସବୁବେଳେ ଚେତନଶୀଳ ହେଇକି ରହିଛି। ଆପଣମାନେ ଲକ୍ଷ୍ୟ କରିଥିବେ ଯୋଉ ବାହାଘର ଇତ୍ୟାଦିରେ ଆମର ଗୋଟେ ବାଣ ଫୁଟେ, ସେଟା କ'ଣ ତାର ଶବ୍ଦ ନଥାଏ, କେବଳ ଝରଝର 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 ହେଇକି ନିଆଁ ଗୁଡ଼ାକ ପଡ଼େ। ସିଏ ସେମିତିଆ ଗୋଟିଏ ବାଣ। ସମଗ୍ର ସୃଷ୍ଟିକୁ ସବୁ ସମୟରେ ସେ ତାକୁ ନିୟନ୍ତ୍ରଣ କରି ରଖିଛନ୍ତି।
সেই କୃଷ୍ଣମୂର୍ତ୍ତି ଅନ୍ୟ ପକ୍ଷରେ ଜନ୍ମ ବି ହେଇଛନ୍ତି। ସେ କେମିତି ଜନ୍ମ ହେଲେ, କ'ଣ କଲେ, ସେଗୁଡ଼ିକ ସବୁ ଆପଣମାନେ ବି ଜାଣିଛନ୍ତି, ଅଳ୍ପ ବହୁତ ଜାଣିଛନ୍ତି। ସେ ଜନ୍ମ ହେଲେ ତ ତାଙ୍କ ଲୀଳା ଆରମ୍ଭ କଲେ। ସେ ଖେଳ କୌତୁକ ତାଙ୍କର ସବୁଗୁଡ଼ାକ ଲୀଳା, ତାଙ୍କ ଖେଳ ଲୀଳା, କୌତୁକ ଲୀଳା, ସରଲବଣୀ ଖାଇବା ଲୀଳା, ହାଣ୍ଡି ଭାଙ୍ଗିବା ଲୀଳା, ସବୁ ତାଙ୍କ ଲୀଳା। ଏଇ ନୀଳାମୟ ପୁରୁଷଙ୍କୁ ପୁରୁଷୋତ୍ତମ ବୋଲି କୁହାଯାଏ, ଲୀଳା ପୁରୁଷୋତ୍ତମ। ଯେଉଁଦିନ କୃଷ୍ଣ ସେଇ ଯମୁନା କୂଳରେ ଚିନ୍ତା କଲେ ଯେ ବହୁ ହଜାର ବର୍ଷ ପୂର୍ବେ ଏଇ ଗୋପୀ ଗୋପାଳମାନଙ୍କୁ ମୁଁ କହିଥିଲି ତମ ସହିତ ପୁଣି ମୋର ଭେଟ ହେବ ଦ୍ୱାପରରେ ଆଉ ପରବର୍ତ୍ତୀ ଯୁଗରେ, ତମେ ମୋ ସହିତ ରାସ କରିବ। ସେଇଦିନ ପର୍ଯ୍ୟନ୍ତ ତୁମକୁ ଅପେକ୍ଷା କରିବାକୁ ହେବ। ସେଇଦିନ ତ ଆଜି ଆସି ପହଞ୍ଚିଲା, ତେଣୁ ଆଜି ରାହାସ ଆରମ୍ଭ କରିବା। ବଂଶୀ ବାଜି ଉଠିଲା, ସମସ୍ତଙ୍କ କାନରେ ସେ ବଂଶୀର ନିନାଦ ଶୁଭିଲା। ସେ କାଠଗଡ଼ା ବଂଶୀ ନୁହଁ କି ଆମର ଯେଉଁ ବାଜାବାଲା ଯେଉଁ ବଂଶୀ ବଜାଉଛନ୍ତି ସେ ବଂଶୀ ବି ନୁହଁ। ସେ ବଂଶୀର ନାଁ ଆଜି ପର୍ଯ୍ୟନ୍ତ ମାନେ କେହି ବି କହୁନାହାନ୍ତି। ସେ ବଂଶୀର ନାଁ ହେଉଛି ମୋହନ ବଂଶୀ। ସେ ବଂଶୀଟା ବାଜେ, ପାଟିରେ ବାଜେ ବୋଲି କିଛି ତା ପ୍ରମାଣ ନାହିଁ। ସେ ବଂଶୀଟା କିନ୍ତୁ ବାଜେ। ସେଇ ଯେଉଁ ବଂଶୀର ଶବ୍ଦଟା ଆସେ, ସେଇ ହେଉଛନ୍ତି, ସେଇ ଶବ୍ଦଟି ହେଉଛି ରାଧା। ଏଇ ରାଧା ଶବ୍ଦକୁ ରାଧା ବୋଲି ଗୋଟିଏ ଶବ୍ଦ କହନ୍ତି, କିନ୍ତୁ ସମସ୍ତଙ୍କୁ ଶୁଭେ ମୋ ନାଁ ଧରି ଡାକୁଛନ୍ତି। ସମସ୍ତଙ୍କୁ ଶୁଭୁଛି ତାଙ୍କରି ନାଁ ଧରିକି ସମସ୍ତେ ଡାକୁଛନ୍ତି। ଆଉ ତେଣୁ ସମସ୍ତେ ନିଜ ନିଜର କାମ ଫାମ ଛାଡ଼ି ଦେଇ ଭକ୍ତି ଉପୁଜିବ ଯେବେ, ଛାଡ଼ିବ ସର୍ବକର୍ମ ତେବେ। ତେଣୁ ସବୁ ଛାଡ଼ି ଦେଇ, କିଏ ପିଲାକୁ କ୍ଷୀର ଦେଉଥିଲା, କିଏ ଶାଶୁକୁ ମୃଥିଲା, କିଏ କେଉଁଠି କ'ଣ, ସବୁ ଛାଡ଼ିଛୁଡ଼ି ଦେଇକି ପଳେଇ ଆଇଲେ ଯମୁନାକୁ। ଯମୁନା କୂଳରେ ଯେତେବେଳେ ପହଞ୍ଚିଲେ, ସେତେବେଳେ ମୋହନ, ତାଙ୍କ ନାଁ ବି ମୋହନ, ତାଙ୍କ ବଂଶୀର ନାଁ ମଧ୍ୟ ମୋହନ। ଏଇ ମୋହନ ପଚାରିଲେ ଯେ ତମେ ସବୁ ଏଠିକି କାହିଁକି ଆଇଛ, ମେଳି ହେଇକି ଏଠିକି କାହିଁ ଆଇଲ? ସିଏ କହିଲେ ତୁ ପୁରା ଡାକିଲୁ। ମୁଁ କେତେବେଳେ ଡାକିଲି? ମୁଁ ତ କିଛି ଡାକିନି। ମୋ ହାତରେ କିଛି ନାହିଁ, କୋଉ ଶବ୍ଦ ଅଛି, ମୁଁ ବଂଶୀ ଧରିଛି, ମୁଁ ଡାକୁଛି। ବଡ଼ ଆଶ୍ଚର୍ଯ୍ୟ କଥା। ହଉ ଯଦି ଆସିଲ, ଯା ଫେରିଯା, ଯା ନିଜ ନିଜ କାମ ସାରିବ। ଆଉ ଯିବୁ କୁଆଡ଼େ? ଆମେ ଛାଡ଼ି ଆଇଛୁ, ଆଉ ଯିବୁ କୁଆଡ଼େ? ଏଇଠୁ ଆରମ୍ଭ ହେଲା ଭଗବାନ କୃଷ୍ଣଙ୍କର ବହୁ ଅତୀତର ସ୍ମୃତି। ଏଇଠି ରାହାସର ରୂପ ନେଇ ସେ ଗୋଟିଏ ସ୍ୱତନ୍ତ୍ର ନାଟକ ବା ସ୍ୱତନ୍ତ୍ର ଲୀଳା ସେ ସୃଷ୍ଟି କଲେ। ସେତେ କଥା କହିବା ପାଇଁ ଆମ ପାଖରେ ବର୍ତ୍ତମାନ ସମୟ ନାହିଁ। ତେବେ ରାହାସ ଏଇଠୁ ଆରମ୍ଭ ହେଲା।
ରାହାସ ସରିଲା। ତାପରେ କୃଷ୍ଣ ଭାବିଲେ ତ ରାହାସ ସରିଗଲା, ବ୍ରଜପୁର ଲୀଳା ବି ସଇଲା, ମଥୁରା ଲୀଳା ବି ସଇଲା, ଆଉ ଏଣିକି ଆମେ ପୁଣି ଦ୍ୱାରିକା ଯିବା ନା, ଆଉ ଆମର କାମଟା ସାଡ଼େ ଅଛି। ପାଠ ପଢ଼ି ସାରିଲା ପରେ ପିଲା ସେ କ'ଣ କରନ୍ତି? ଚାକିରି ଖୋଜନ୍ତି, ବ୍ୟବସାୟ ଖୋଜନ୍ତି। ତେଣୁ ସିଏ ସବୁଠୁ କହିଲା ଆମେ ଯିବା, ଆମ କାମ ସରିଲା, ଆମେ ଦ୍ୱାରିକା ଯିବା। ଆଉ ସେ ଦ୍ୱାରିକା ଯିବା ପୂର୍ବରୁ ଆଗେ ବାପ ମାଙ୍କର କଥାଟାକୁ ଛିଣ୍ଡେଇବା। ଆମ ରାହାସ ଭିତରେ, ଜୀବନ ରାହାସ ଭିତରେ, ପ୍ରତିଟି ଜୀବନର ରାହାସ ଭିତରେ ପିତାମାତା ହେଉଛନ୍ତି ଗୋଟିଏ ବିନ୍ଦୁ। ସେଇଠୁ ରାହାସ ଆରମ୍ଭ ହୁଏ, ପୁଣି ସେଇଠି ଶେଷ ହୁଏ। ଆମେ କିନ୍ତୁ ବହୁତ କଥା କହୁ। ସେ କୃଷ୍ଣ ଏମିତି ତ୍ରିଭଙ୍ଗୀ ଛନ୍ଦରେ ଠିଆ ହେଇଥିଲେ, ସେ ଏମିତି ବଂଶୀ ବଜାଉଥିଲେ, ସେ ଏମିତି ଚୁଟି ବାନ୍ଧୁଥିଲେ, ନୂପୁର ତାଙ୍କ ଗୋଡ଼ରେ କାଳେ ଥିଲା, ସେ ଝୁଣୁ ଝୁଣୁ ହେଇକି ଶୁଭୁଥିଲା। ଯେମିତି ଏଇ ଯେଉଁ ଲୋକଟି କହୁଛି ଗୋଟେ ଷ୍ଟେଜରେ ବସିକିରି, ଯେମିତି ଜଣାପଡ଼ୁଛି ସେ ଗୋଟେ କାଲି କି ଆଜ ଯାଇଥିଲା ସେ କୃଷ୍ଣଙ୍କ ପାଖକୁ, ତାକୁ ସବୁ ଦେଖିକି ଯାଇଛି, ତାକୁ ଟେପ୍ ରେକର୍ଡ କି କ'ଣ ଗୋଟେ କରିକି ଯାଇଛି। ଏ ସବୁ କିଛି ନୁହେଁ। ନୂପୁରର ଶବ୍ଦ ହେଉଛି ଶବ୍ଦ ବ୍ରହ୍ମ। ନୁ ଅଛି ତା ମୂଳରେ। ନୁ କହିଲେ ନମ୍ରତା, ନୁ କହିଲେ ଅନ୍ୟକୁ ପ୍ରଣାମ ଜଣେଇବା, ନମସ୍କାର ଜଣେଇବା। ନୁମଃ। ତେଣୁ ତା ନାଁ ନୂପୁର ହେଇଛି। ସେଟା କେବଳ ଏଇଠି ବାଜୁଛି ତା ନୁହେଁ, ସିଏ ବାଜୁଛି ସବୁ ପୁରରେ ବାଜୁଛି। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ଆଉ କ'ଣ ଥିବ, ସବୁଠି ବାଜୁଛି, କିନ୍ତୁ ଆମେ କେହି ଜାଣିପାରୁନୁ। ସିଏ ଧରିଥିଲେ ମୁରଲୀ। ସେ ମୁରଲୀଟି କିଏ? ତା ମୂଳ ଅକ୍ଷର ହେଉଛି ମୁଁ। ତମେ ଯଦି ମୁଁଟାକୁ ଚିହ୍ନିନା, ତାହେଲେ ଦୁନିଆରେ କାହାରିକି ଚିହ୍ନି ପାରିବନି। ତେଣୁ ସେ ଅହଙ୍କାର ମୁଙ୍କାରକୁ ଦମନ କରି ସେ ଦିବ୍ୟ ମୁଙ୍କାରରେ କହୁଛନ୍ତି, ମୁଁ ଯେଉଁ ବାଜା ବଜଉଛି ସେଟା ହେଉଛି ମୁରଲୀ। ସେଥିରୁ ଯେଉଁ ରସ ବହୁଛି ସେ ରସରେ 9ଟା ରସ ଅଛି। କାନ୍ଦ ଅଛି, ହସ ଅଛି, ସବୁ ତ ଅଛି। ଆଉ ସେଇଆକୁ ନେଇ ଜଗତ ଚାଲିଛି। ଆଉ ମୁରଲୀ ଆଉ ସେଇ ହେଉଛି ଲୀଳା। ଆଉ ମୁଁ ଯେଉଁ ତ୍ରିଭଙ୍ଗୀ ଛନ୍ଦରେ ଠିଆ ହେଉଛି, ସେ ତ୍ରିଭଙ୍ଗୀ ଛନ୍ଦଟି ହେଉଛି ମୁଁ ଯେ ସଂସାର ଅଛି ଛନ୍ଦି, ଭକତ କରିପାରେ ବନ୍ଦୀ। ଆଉ ତମେ କ'ଣ ଭାବୁଛ ଗାଈ ବନ୍ଧା ନା ଯେଉଁ ଜୀବଜନ୍ତୁକୁ ବାନ୍ଧନ୍ତି? ସେଇ ତତ୍ତ୍ୱଟାକୁ ଜାଣିଲେ ଯାଇ ଆନନ୍ଦ ସୃଷ୍ଟି ହେବ। ତେଣୁ ଯାହା ହଉ, ରାହାସ ଆରମ୍ଭ ହେଲା, ରାହାସ ସରିଲା, ଆଙ୍କର ପୁଣି ମନ ହେଲା ଇଏ ଯଦି ସରିଗଲା, ସିଏ ସରିଗଲା, ସିଏ ସରିଗଲା, ଆପରେ ଦ୍ୱାରିକାକୁ ଯିବା। ଆଚ୍ଛା, କେମିତି କ'ଣ ଯିବା? ଯିବା ପାଇଁ ବାହାରିଲେ। ସବୁଆଡ଼େ ବି ପ୍ରଚାର ହେଇଗଲା ଯେ କୃଷ୍ଣ ପଳେଇବେ ରେ। କ'ଣ କଥାବାର୍ତ୍ତା ହେଲାଣି, ରାତି 3ଟାରୁ କ'ଣ ପଳେଇବେ କହିଲେଣି। ରାତ୍ରି 3ଟାରୁ ଇଏ ପଳେଇବେ, ତାହେଲେ ଆମେ ପୁଣି କେମିତି ତାଙ୍କୁ ରଖିବା?
ତାହେଲେ ଆମେ ରାତି 2ଟାରେ ଉଠିବା, ସେ 3ଟାରେ ପଳେଇଲେ ଆମେ 2ଟାରେ ଉଠିବା, ମାନେ ଓଗାଳିବା। ଉଇଁ ଆସୁଛି କି ପୂର୍ଣ୍ଣମୀ ଶଶୀ ମଧୁସାଗରୁ, ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ। ପଳେଇବେ କ'ଣ କୁଆଡ଼େ? ତେଣୁ ସଜ୍ଜନ, ଇଏ ବି ଆଙ୍କର ବି ଗୋଟେ କାମ ବି ଆରମ୍ଭ ହେଇଗଲା। ଇଏ ଗୋପୀ ଗୋପାଳ ମାନେ ଆମକୁ ଛାଡ଼ିବେନି, ଏ ରାତି 2ଟାରେ ଉଠିବେ। ଅକୁର ରେଡ଼ି, ମାନେ ରଥ ରେଡ଼ି କର, ଆମେ ବସିବା ଚାଲିବା। ଏଇ ଯେତେବେଳେ ଯାଉଛନ୍ତି ନନ୍ଦିଘୋଷ ନାମକ ରଥରେ ଯାଉଛନ୍ତି, ନନ୍ଦୀ କହିଲେ ଜଗତକୁ ଯିଏ ଆନନ୍ଦ ଦିଏ, ଘୋଷ କହିଲେ ଯିଏ ବିଜୟର ବାନା ଯାହା ହାତରେ ସବୁବେଳେ ଥାଏ। ଏଇ ନନ୍ଦିଘୋଷ ରଥରେ ବସିଛନ୍ତି କୃଷ୍ଣ ବଳରାମ, 2 ଠାକୁର ବସିଛନ୍ତି। କିଛି ବାଟ ଗଲା ପରେ ଗୋଟିଏ ଅନ୍ଧାରିଆ ଜାଗାରେ କିଛି ଗଛ ଅଛି, ସେ ଗଛ ମୂଳରେ ଗୋଟିଏ ଝିଅଟିଏ ଆଖିରୁ ଲୁହ ଗଡ଼େଇ କାନ୍ଦୁଛି। ବଳରାମ ସବୁ ଜାଣନ୍ତି, କିନ୍ତୁ ପ୍ରକାଶ କିଛି କରନ୍ତିନି, ସେ ତାଙ୍କର ସ୍ୱଭାବ। କୃଷ୍ଣ ଯାହା ଜାଣିଥିବେ ତାହା କହିଲେ। ବଳରାମ ଚୁପ୍ କରି ବସିଛନ୍ତି। ସେ ଚିହ୍ନିଛନ୍ତି ଝିଅଟି କିଏ। ଝିଅଟି କି ବଳରାମ ବି ଚିହ୍ନିଛନ୍ତି, କୃଷ୍ଣ ବି ଚିହ୍ନିଛନ୍ତି। ଇଏ ନନ୍ଦିଘୋଷକୁ ଯିଏ ଚଳଉଥିଲା ସାତ୍ୟକୀ, କହିଲା ଟିକେ ଟିକେ ରଥ ଟିକେ ରଖ, ଅଳ୍ପ ସମୟ। ରଥ ଉପରୁ ଡେଇଁ ପଡ଼ି ସେଇ ଝିଅ ପାଖକୁ ଗଲେ। କାହିଁକି ଗଲେ? କିଛି କଥା, ମାତ୍ର 2-3 ମିନିଟ୍ ଖଣ୍ଡେ କଥା। ତମେ ଏଠି ଠିଆ ହେଇଛ କାହିଁକି? ଆଗ ପ୍ରଶ୍ନ ପଚରା ହେଲା। ମୁଁ ତମକୁ ଅପେକ୍ଷା କରି ଠିଆ ହେଇଛି। ଆଚ୍ଛା, ତମେ ଠିଆ ହେଇଛ ଭଲ ହେଲା, ରାତି 3ଟାରେ ଠିଆ ହେଇଛ ନା? ତମେ ରାତି 3ଟାରୁ ପଳେଇବ ଗୋପକୁ, ଏ ମଥୁରାକୁ? 3ଟା ବାଜିଲେ ମୁଁ ଆଉ ତମକୁ ଦେଖିପାରିବିନି। ଆଚ୍ଛା, ତମେ କ'ଣ ଆମକୁ ସବୁଦିନ ଦେଖ? ମୁଁ ସବୁଦିନ ଦେଖେ। ମୁଁ ରାଜା ଘର କନ୍ୟା, ବୃଷଭାନୁସୁତ ଦେବୀ ପ୍ରଣମାମି ହରିପ୍ରିୟ। ମୁଁ ରାଜକନ୍ୟା, ମତେ କେହି ତଳକୁ ଛାଡ଼ନ୍ତିନି, ମୁଁ ମୋର କୋଠା ଉପରେ ରହେ। କିନ୍ତୁ ତୁମ ନାଁ ଶୁଣିଛି, ତୁମକୁ ଦେଖିଛି ସେ କୋଠା ଉପରେ। ତୁମେ କିଏ ମୁଁ ଜାଣିଛି, ତୁମେ କାହିଁକି ଆସିଛ ତାହା ମଧ୍ୟ ମୁଁ ଜାଣିଛି। ତମେ ବର୍ତ୍ତମାନ ପଳେଇବ ସିଆଡ଼କୁ ମଥୁରାକୁ, ଇଏ ଗୋପୀ ଗୋପାଳ ମାନଙ୍କୁ କନ୍ଦେଇକି ଯାଉଛ। ତମେ ଫେରିଲା ବେଳକୁ ବୋଧେ ଆଉ କେହି ନଥିବେ। ମୁଁ ଥିବି କି ନାହିଁ ମୁଁ ବି କହିପାରିବିନି। ମାୟାଧରଙ୍କର ଯା ନାମ ଭବ ଜଳେ ବେଳା। ତେଣୁ ସିଏ ଗୋଟେ ମାୟାର କଥା ସୃଷ୍ଟି କଲେ, କହିଲେ ନା ନା, ମୁଁ ମୋଟେ 7 ଦିନ ପାଇଁ ଯାଉଛି। ହଉ, ରାଧାରାଣୀ ବୁଝିଗଲେ ଯେ ବୁଝି ନାହାନ୍ତି, ସେ ତାଙ୍କ ମୋଟାମୋଟି ସେ ତାକୁ ଶୁଣିଲେ।
7 ଦିନ ପରେ ନିଶ୍ଚୟ ଆସିବ। ତେଣୁ ରାଧାରାଣୀ ରହିଗଲେ, ରଥକୁ ଚାହିଁ ରାଧାରାଣୀ ରହିଗଲେ, କୃଷ୍ଣ ବଳରାମଙ୍କୁ ନେଇ ସେ ତାଙ୍କର ଗଲେ। ଆଉ ଆରାଧୟତି ଇତି ରାଧା, ରାଧା ତାଙ୍କର ପୁଣି ଫେରିଗଲେ। ଇଏ କଥା ବ୍ରଜପୁରର କୌଣସି ଗୋପୀ ଗୋପାଳ ମାନେ ଜାଣିନାହାନ୍ତି। ରାଧା ମଧ୍ୟ ଜଣେ ଗୋପାଳ ଘରେ ଜନ୍ମ ହେଇଥିବା ଗୋଟିଏ ଝିଅ, ସେ ନୁହଁ। ଯୋଉମାନେ କହନ୍ତି ସିଏ ଜନ୍ମ ହେଇଛନ୍ତି ସତ୍ୟ, କୌଣସି ପିତାମାତାଙ୍କ ମାଧ୍ୟମରୁ ଆସିଛନ୍ତି ଏହା ମଧ୍ୟ ସତ୍ୟ। ତାଙ୍କ ବାପାଟା ଏଇ ମାଟା ଏଇ ସେ କଥା ସେ ଠିକଣା ଆମ ପାଖରେ ନାହିଁ, ଆଉ କାହା ପାଖରେ ଥିବ। କିନ୍ତୁ ବୃଷଭାନୁ ରାଜାଙ୍କ ଘରେ ସିଏ ବଢିଛନ୍ତି, ସେଇ ସଂସ୍କାର ନେଇକିରି ସେ ଅଛନ୍ତି। ଯେହେତୁ ରାଜା ଝିଅ, ସେ ଗୋପୀ ଗୋପାଳ ମାନଙ୍କ ସହିତ ମିଶିବା ପାଇଁ ବା ଖେଳିବା ପାଇଁ ତାକୁ ତ କେହି ଛାଡ଼ନ୍ତିନି। ଆଉ ସେ ଯିବ କଣ? ତେଣୁ ଏଇଠୁ ସେ ଗଲେ, ମାନେ ଯମୁନା ପାରି ହେଇକିରି ସେ ଗଲେ ଆଉ ମଥୁରାକୁ। ଆଉ ସିଏ ଗୋଟେ ପୁଣି ବିରାଟ ରାହାସ କଂସବଦ୍ଧ ପର୍ଯ୍ୟନ୍ତ ସେ ରାହାସ ସାରିକିରି ଗଲେ ଦ୍ୱାରିକା। ଯଦି ଲୀଳା ଲାଗି ସୃଷ୍ଟି ସ୍ଥିତି ହେଉ ନା ପ୍ରଳୟ ଶିବା, ଯଦି ଲୀଳା ସୃଷ୍ଟି ସ୍ଥିତି ହେଉ ନା ପ୍ରଳୟ, ଜାଣେ ତୁମେ ଚିର ମଙ୍ଗଳ କିମ୍ପା ସାଧିବ, ଯାଉ ହେ ଆଜିର କିଛି ମଣିଷ ଭାବୁଛନ୍ତି ତୁମ ଇଚ୍ଛା ପୂର୍ଣ୍ଣ ହଉ କି ନ ହଉ ତାଙ୍କର ଖାତିର ନାହିଁ। ଆମ ଇଚ୍ଛା ପୂର୍ଣ୍ଣ, ଆମେ ପୃଥିବୀକି ଧ୍ୱଂସ କରିବୁ ମାନେ ଧ୍ୱଂସ କରିବୁ। ଆମର ଇଚ୍ଛାଟା ହଉଛି ଏହା। ଇଚ୍ଛନ୍ତି ଦାମ୍ଭିକେ ଭାଗ୍ୟ ନିଜ କାଳ ତେଣୁ ଲୋକ ଭ୍ରମରେ ପଡ଼ି ବହୁତ ବଡ଼ ବଡ଼ କଥା କଣ, ବହୁତ ବଡ଼ ଲମ୍ବା କଥା କଣ, କିନ୍ତୁ ପ୍ରକୃତରେ କଥା ଏତେ ନୁହଁ। ପ୍ରକୃତରେ ଏତେ ଶାସ୍ତ୍ରରେ ବହୁତ କଥା ଲେଖା ହେଇଛି, ପ୍ରକୃତରେ କଥା ଏତେ ନାହିଁ। ମାତ୍ର ଗୋଟିଏ କଥା, ସେଇ ଅଦୃଶ୍ୟ ଦୃଶ୍ୟ, ଅଦୃଶ୍ୟ ପୁଣି ଦୃଶ୍ୟ, ଅଦୃଶ୍ୟ ଦୃଶ୍ୟମାନ ଜ୍ୟୋତି ଯଦି ଜୀବନରେ କେବେ ଆମେ ତାକୁ ପ୍ରାପ୍ତ ହେଲେ କି ଉପଭୋଗ କଲେ ସେତିକି ଯଥେଷ୍ଟ। ମଣିଷ କେଇଟା ବର୍ଷ ବଞ୍ଚିବ ଯେ ଏତେ ଫୁଟାଣି?
ଆମେ କେଇଟା ବର୍ଷ ବଞ୍ଚିବା ହାରାହାରି ଗୋଟେ ହିସାବ କରିବା। ଧରନ୍ତୁ ମୋତେ ହେଲାଣି 40 ବର୍ଷ, ମୁଁ ଆଉ କେତେ ବର୍ଷ ବଞ୍ଚିବି? ଆଉ ହେଇକି ଆଉ 20-30 ବର୍ଷ ବଞ୍ଚିବି। ଆଉ ଆରେ ଆଉ ତ ମୋଟେ 20-30 ବର୍ଷ ଗଲାଣି, 40 ବର୍ଷ ଗଲାଣି, ଆଉ 20-30 ବର୍ଷ କ'ଣ ତୁମେ ଆଲୁଅ କରି ପକେଇବ? ତେଣୁ ଏସବୁ କଥାର ଶେଷାଂଶ ହେଉଛି ଦାମ୍ଭିକତା। ଏସବୁ କଥାର କିଛି ମୂଲ୍ୟ ନାହିଁ। ଜୀବନରେ ଯଦି ତାଙ୍କୁ ଆମେ ଟିକେ ଉପଲବ୍ଧି କଲେ ସେତିକି ଯଥେଷ୍ଟ। ଆଜିର ଏହି ପବିତ୍ର କଥା ତାଙ୍କରି ପାଦରେ ସମର୍ପଣ କରିବା, ନାମ ଟିକେ କରିବା।